କରନ୍ତୁ ଏବଂ ଯେତେ ଶୀଘ୍ର ହେଇପାରିବ ଆଉ ଗୋଟେ ସମସ୍ୟା ଯେତେବେଳେ ଚାଷୀ ଧାନ ବିକ୍ରି କରୁଛି କହିଛନ୍ତି ଯେ ପର କୁଇଣ୍ଟାଲ 5 କେଜି ଧାନ କଟାଯିବ ଏବଂ କାଉଣ୍ଟର ନୀତିରେ ତାକୁ ଆମେ କ୍ରୟ କରିବୁ। ଏଇଟା କ'ଣ ପାଇଁ କରାଯିବ? ଏ କ'ଣ ଗୋଟେ ହେଇଛି ଯେ ସମସ୍ୟା ଦେଶରେ ମାନେ ଏତେ ଚାଷୀମାନଙ୍କ ପାଇଁ ହେଉଛି ପର ଡେ ଏତେ ଯେତିକି କୁଇଣ୍ଟାଲ କ୍ରୟ କରାହେଉଛି 5 କେଜି କାଟିଲେ ଏଥିରେ ମିଲରମାନଙ୍କର ଯେତିକି ଡେଭଲପମେଣ୍ଟ ହେଉଛି ଗୋଟେ ଚାଷୀକୁ ଯଦି ଦିଆଯିବ ଏହା ସମ୍ପୂର୍ଣ୍ଣ ଭାବେ ମାନେ ହେଇପାରିବ। ଯେ ଆମେ ଡିମାଣ୍ଡ କରୁଛୁ ସରକାରଙ୍କ ପାଇଁ ଏଇଟା ବି ବନ୍ଦ କରାଯାଉ 5 କେଜି ଧାନ କଟା ନଯାଉ। ମୋ ନାଁ ହେଲା ପ୍ରମୋଦ କୁମାର ଖୁଣ୍ଟିଆ, ପୂର୍ବତନ ସାଧାରଣ ସମ୍ପାଦକ ସାଲେପୁର ବ୍ଲକ କଂଗ୍ରେସ କମିଟି। ଗୋଟେ କଥା ହେଉଛି ଆଜ୍ଞା, ଗୋଟେ ନୂଆ ସରକାର ଆସିଲା, ଲୋକମାନଙ୍କ ମନରେ ନୂଆ ଆକାଂକ୍ଷା ଆସିଲା ଯେ ସରକାର ଆମ କଥା ଶୁଣିବେ। ସରକାର ଯୋଉ ଯୋଉ କଥା କହିଥିଲେ ଲୋକମାନଙ୍କୁ ମିଠା ମିଠା କଥା କହିଥିଲେ, ସରକାର ତାଙ୍କୁ ନେଇକି ସରକାରକୁ ଆଣିଲେ। କିନ୍ତୁ ଆଜି ଦେଖାଗଲା ପ୍ରକୃତରେ କ'ଣ ଦେଖାଗଲା? ଯୋଉ ଧାନ କଥା କହିଥିଲେ ଧାନର ମୂଲ୍ୟ 3100 ଟଙ୍କା ଦେବୁ, କିନ୍ତୁ ଆଜି କ'ଣ ହେଲା? 3100 ଟଙ୍କା ଦେଉନାହାନ୍ତି। ଜଣଙ୍କର 20 କୁଇଣ୍ଟାଲ ହେଇଛି ତାକୁ 10 କୁଇଣ୍ଟାଲ ନେବୁ, ଆଉ 10 କୁଇଣ୍ଟାଲ ନେବୁନୁ। ଇଏ କ'ଣ କଥା? ଆଉ ମିଲର ଆଉ ମନ୍ତ୍ରୀ ମଧୁଚନ୍ଦ୍ରିକା ବେଳରେ ଆଜି ଧାନ ସୋସାଇଟିରୁ ଉଠି ପାରୁନାହିଁ। ମିଲର କହୁଛି ମୋ ସୋସାଇଟିରେ ଜାଗା ନାହିଁ, ମୋ ମିଲରେ ଜାଗା ନାହିଁ। କିଏ ଜାଗା ନାହିଁ କାହିଁକି? ସାର୍ ସରକାର ଏ କଥା କହିବା ସମ୍ପୂର୍ଣ୍ଣ ଭୁଲ। ସରକାର ଜାଣି ରଖିବା ଦରକାର ଆମେ ମାନେ କୁମ୍ଭୀର କାନ୍ଦଣା କରୁଛୁ କି ଆପଣ ମାନେ କୁମ୍ଭୀର କାନ୍ଦଣା କରୁଛନ୍ତି। ଏ ଜବାବ ଆଗାମୀ 27 ଯୋଉ ଆସୁଛି ପଞ୍ଚାୟତ ନିର୍ବାଚନ, ଯୋଉ ଜିଲ୍ଲା ପରିଷଦ ସିଟ୍ ଅଛି ସେଇଠି ଆପଣ ମାନଙ୍କୁ ଜବାବ ଦେବେ। କଂଗ୍ରେସ ଲୋକ ମାନେ କୁମ୍ଭୀର କାନ୍ଦଣା କରୁଛନ୍ତି ନା ମନ୍ତ୍ରୀ ମାନେ କୁମ୍ଭୀର କାନ୍ଦଣା କରୁଛନ୍ତି? ଆଗାମୀ ଦିନରେ ଜବାବ ଦେବ, ଏଥିରେ ଥିବା ମାତ୍ର ସନ୍ଦେହ ନାହିଁ।